ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି ମୋ ଟାଙ୍ଗିରେ ଜଣେ ଶିକ୍ଷାବିତ୍ ଜଣେ ସମାଜସେବୀ ହିସାବରେ ପରିଚୟ ଥିଲାବେଳେ ମଧ୍ୟ ମୋ ଘର ହେଉଛି ରାଜକନିକା ଦେଇକି ବୈତରଣୀ ଯାଇଛି। ତ ପ୍ରତ୍ୟେକ ନଦୀ ବଞ୍ଚିବା ଦରକାର ଅଛି। ଆଜି ଯୋଉ ମାଫିଆ ମାନଙ୍କ କବଳିତ ହେଇଛି, ଆଜି ଯଜ୍ଞ ମାଇଙ୍କ ନେତୃତ୍ୱରେ ଆଜି ଯୋଉ ଆନ୍ଦୋଳନ ଆରମ୍ଭ ହେଇଛି ଘସିପୁରାଠୁ ଆରମ୍ଭ କରି କେଉଁଝର ଡିଷ୍ଟ୍ରିକ୍ଟରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଆଜି ଆରମ୍ଭ ହେଇକି ଭୁବନେଶ୍ୱର ଯିବେ। ଆସନ୍ତାକାଲି ସେମାନେ ରାଜ୍ୟପାଳକୁ ଭେଟି ତାଙ୍କର ଦେବେ ମାନପତ୍ର ଦେବେ। ତାର ଯାହା ପ୍ଲାନିଂ ଅଛି ଆମେ ଏ ଆନ୍ଦୋଳନକୁ ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ। ବୈତରଣୀ ବଞ୍ଚିବା ଦରକାର, ପ୍ରତ୍ୟେକ ନଦୀ ବଞ୍ଚିବା ଦରକାର। ସେଥିରେ ସେ ମାଫିଆ ମାନଙ୍କ କବଳରୁ ମୁକ୍ତି ହେବା ଦରକାର ଅଛି। କାରଣ ଯାହା ବି କିଛି ହଉଛି ଠିକ ହଉନି। ତେଣୁ ସେ ଯୋଉ ବାଲି ଉଠୁଛି ଦିନ ଆସିବ ସେ ନଦୀ ମାନଙ୍କ ପାଇଁ ପ୍ରୋବ୍ଲେମ ଆସିବ। ତେଣୁ ମୁଁ ଚାହୁଁଛି, ମୁଁ ବହୁତ ବହୁତ ଧନ୍ୟବାଦ ଦଉଛି ଆମେ ଟାଙ୍ଗିରେ ଜଣେ ସମାଜସେବୀ ହିସାବରେ ଜଣେ ଶିକ୍ଷାବିତ ହିସାବରେ ଏ ଆନ୍ଦୋଳନକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛୁ। ଆଉ ତାଙ୍କୁ ଆମେ ସମ୍ବର୍ଦ୍ଧନା ଦେଲୁ, ବହୁତ ଖୁସି କଥା। ସେଭଳି ପଦଯାତ୍ରାରେ ଆମେ ମଧ୍ୟ ସେମାନଙ୍କ ସହିତ ମଙ୍ଗୁଳି ଯାଇ ଯିବୁ, ଯାଇକି ସେମାନଙ୍କୁ ଗୋଟେ ସତ୍ସାହସ ଦେବୁ ଯେ ଆପଣମାନେ ଯୋଉ ଆନ୍ଦୋଳନ କରୁଛନ୍ତି ମୋର ପର୍ସନାଲି ଜଣେ ମଣିଷ ହିସାବରେ ଆପଣ ସହିତ ପୂର୍ଣ୍ଣ ସମର୍ଥନ। ଯଜ୍ଞ ପ୍ରସାଦ ସାହୁ ଆବାହକ ଦୁର୍ନୀତି ବିରୋଧୀ ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି ବୈତରଣୀ ନଦୀକୁ ଭବିଷ୍ୟତ ପିଢି ପର୍ଯ୍ୟନ୍ତ ସୁରକ୍ଷିତ ରଖିବା, ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖିବା। ବୈତରଣୀ ଉପରେ ଯୋଉ ନିର୍ଯାତନା ଚାଲିଛି, ଯୋଉ ଆଘାତ ଚାଲିଛି, ତାକୁ ହତ୍ୟା କରିବା ପାଇଁ ଯୋଉ ଷଡ଼ଯନ୍ତ୍ର ହେଇଛି ସେ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ଏବଂ ବାଲି ମାଫିଆଙ୍କ ଉପରେ ରୋକ ଲଗେଇବା ଏବଂ ନଦୀକୁ ଯୋଉମାନେ ଗତି ପଥକୁ ପରିବର୍ତ୍ତନ କରୁଛନ୍ତି ନିଜ ସ୍ୱାର୍ଥ ପାଇଁ, ଟଙ୍କା ପାଇଁ, ସେମାନଙ୍କୁ ଜେଲର ଚାରି କାନ୍ଥ ପଠେଇକି ବୈତରଣୀ ନଦୀକୁ ଆହୁରି ଲମ୍ବା ସମୟ ପର୍ଯ୍ୟନ୍ତ ଯେମିତି ଲୋକଙ୍କର ସେବାର ଲାଗିବ, କାମରେ ଲାଗିବ। ବୈତରଣୀ ନଦୀ ପୁଣ୍ୟତୟା ବୈତରଣୀ ଗଙ୍ଗାଙ୍କ ଠାରୁ ବଡ ଲୋକ କଥା। ତେଣୁକରି ଏ ବୈତରଣୀକୁ ଆଗାମୀ ହଜାର ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖିବା ପାଇଁ ଆମକୁ ବି ପ୍ରୟାସ ଅଭିଯାନରେ ଆପଣ କୋଉମାନଙ୍କର ଆଖି ପଡିଛି ସେଟା ପ୍ରଶାସନ ଜାଣିଛନ୍ତି। କୋଉମାନେ ଏସବୁ କରୁଛନ୍ତି ପ୍ରଶାସନ ପାଖରେ ଜ୍ଞାତ ଅଛି। ଆମେ ରାସ୍ତାରେ ଚାଲିକି ଯାଉଛୁ, ପ୍ରଶାସନ ଜାଣିଛି। କୋଉମାନେ ଏତେ ବଡ ବଡ ମେସେଜ ନେଇକି ଭବନ ପର୍ଯ୍ୟନ୍ତ ଯିବୁ, ରାଜ୍ୟପାଳଙ୍କୁ ଭେଟିବୁ, ଆମର ଗୁହାରି ଜଣେଇବୁ, ବୈତରଣୀ ପାଇଁ ସୁରକ୍ଷା ପାଇଁ ତାଙ୍କର ହସ୍ତକ୍ଷେପ କରିବୁ। ଏବେ ଏ ଅନ୍ୟାୟ କେବେଠାରୁ ଦୀର୍ଘ ବର୍ଷ ହବ ଏ ଅନ୍ୟାୟ ଚାଲିଛି, କିନ୍ତୁ ଅନ୍ୟାୟର ମାତ୍ରା ଏଇ ବର୍ଷେ ହବ ବଢିଯାଇଛି। ଏବେ ଯାହା ଯେତେବେଳେ କୌରବ ମାନଙ୍କର କ୍ରୂରତା ବେଶୀ ବଢିଗଲା ମହାଭାରତ ଯୁଦ୍ଧ ଆସନ୍ନ କ୍ରୂରତା ଗୋଟେ ସୀମା ଭିତରେ ଥିଲା, ସେ ପର୍ଯ୍ୟନ୍ତ ମହାଭାରତ ଯୁଦ୍ଧର ଆଶଙ୍କା ନଥିଲା। କ୍ରୂରତା ବଢିଛି, ବ୍ୟଭିଚାର ବଢିଛି, ସେଇଥିପାଇଁ ଏ ପଦଯାତ୍ରା। ଏବେ ବର୍ତ୍ତମାନ ତ ସରକାର ଚେଞ୍ଜ ହେଇଛନ୍ତି, 2 ବର୍ଷ ହେଇଗଲା। ଆଉ ନୂଆ ସରକାର ଏ ନେଇ ଆପଣ ନୂଆ ସରକାର ଜଣେଇଥିଲେ କଣ? ଆମେ ସମସ୍ତଙ୍କୁ ଜଣେଇଛୁ ଆଜ୍ଞା, ସବୁ ବିଧାୟକ ମାନଙ୍କୁ ଜଣେଇଛୁ, ମନ୍ତ୍ରୀ ମାନଙ୍କୁ ଜଣେଇଛୁ, ମୁଖ୍ୟମନ୍ତ୍ରୀଙ୍କୁ ଜଣେଇଛୁ, ଜିଲ୍ଲାପାଳଙ୍କୁ ଜଣେଇଛୁ, ଏସପିଙ୍କୁ ଜଣେଇଛୁ, ଖଣିମନ୍ତ୍ରୀଙ୍କୁ ଜଣେଇଛୁ, ସମସ୍ତଙ୍କୁ ଜଣେଇଛୁ। କଣ ଆଶା ଅଛି? ଆଶା ଅଛି ନିଶ୍ଚିତ ଭାବରେ ବୈତରଣୀର ସୁରକ୍ଷା ପାଇଁ ସମସ୍ତେ